ନିଜ ସ୍ତ୍ରୀକୁ ନିଜେ ମାରିଦେବି। ସେ ବିଚରା ଅମରେନ୍ଦ୍ର ମାନ ସିଂ ମୁଣ୍ଡରେ ଅଠା ବୋଳିଦେଲେ। ବିଚରାଟା ମୋ ଶାଳୀ ଫୋନ୍ କରିଥିଲା। ଆଲିସା ଫୋନ୍ କଲେ ତାର କ'ଣ ଗୋଟେ ଅସୁବିଧା ହେଇଛି। ଜିଜୁ ତମେ ଆସ, ସେଇଥିପାଇଁ ମୁଁ ଆଲିସାକୁ ଦେଖା କରିବାକୁ ଆସିଛି। ତୁ ଅପେକ୍ଷା କର, ଆଲିସା ସହିତ ଦେଖା କଲା ପରେ ଆମେ ଏଠାରୁ ଚାଲିଯିବା। মা এটা মো জিজু কেতে সুন্দরিয়া হইছি তুমি আসি যাইছ এইটা আলিসা তো এই সতরে আলিসা তু বাহাই সারা পরে কি সুন্দর দেখে যাচ্ছিল। মো তো উপরে খালি লোক বলছিবা। জিজু তুমি বি না ମୋ କଥା ଛାଡ଼, କହ ତୁ ନିଜେ କହ। ଅରୁଣକୁ ବାହା ହେଇସାରିଲା ପରେ ଏଇ ଘରେ ତୁ ଖୁସିରେ ଅଛୁ ତ? হ্যাঁ জিজু বহুত বহুত ভালরে আছে কিন্তু জিজু সে উদয় গোটে আদিবাসী ঝিଅକୁ এ ঘরে আনি রখিছে সেই শাড়ি মো টেনশন বড়াই দଉଛି জিজু। କ'ଣ କହିଲୁ ଆଦିବାସୀ ଝିଅ? ତାପରେ ସେ ଆଦିବାସୀ ଝିଅ ଫୁଲ ନୁହଁ ତ? হ্যাঁ জিজু সেই ফুল তুমি কেমিতি জানিল? আলিসা এই ঘরে ଆଉ କୋଟିପତି ମାଲିକଣି ହେଇପାରିବୁନି। ଆମେ ତୋ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଆଉ କିଛି ଦିନ ପରେ ଏଇ ଘରୁ ତତେ ବାହାର କରିଦେବେ, ତତେ ଆଉ ରଖିବାକୁ ଦେବେନି। কাইকি জিজু মোর এই ঘরରୁ বাহার করে দেবে? କହିପାରିବୁ ହଁ। ସେ ଆଦିବାସୀ ଝିଅ କା ସ୍ତ୍ରୀ? সেইটা পুଣି କହିପାରିବିନି। ସେ ଆଦିବାସୀ ଝିଅ ଫୁଲ ମୋ ଦିଅର ଉଦୟର ସ୍ତ୍ରୀ ବା। ଫୁଲ ତାର ସ୍ତ୍ରୀ। ଭୋକାବେ ସେଇ ଫୁଲ ଉଦୟର ସ୍ତ୍ରୀ ନୁହଁ, ତୋ ସ୍ୱାମୀ ଅରୁଣର ସ୍ତ୍ରୀ, ତୋ ସଉତୁଣୀ। তামানে অরুণ মতে ধক্কা দেইছি হবে অবস্থা কোন হব? হ্যালো, তুমি তো ଗୋଟେ ଚାକିରିଟା, ତୁ ବି ତ ତୋର ଦୋକାନରେ ତାକୁ ଛାଡ଼ି ଆସିଛୁ। ଏଥିରେ ଅସୁବିଧା କ'ଣ? ଏଇ ଘର ତ ସବୁ ଚାକିରି ଅଛ ଆଉ। ଆଲିସା ଆଲିସା ରାଉତ ରାତ କାହିଁ ପଚାରିଲୁନି ତ? ପଚାରିଲୁନି ସେ କେମିତି ତା ସ୍ତ୍ରୀ ହେଲା? କେମିତି? ଅଜେଇଲୋ ଶୁଣିବୁ, ଶୁଣିଲେ ତ ପାତ ତଳର ମାଟି ଗୁଡାକ ଖସିଯିବ। ସେଇ ଆଦିବାସୀ ଫୁଲ ଆମରି କମ୍ପାନୀରେ କାମ କରିବାକୁ ଆମେ ମାଲକାନଗିରି ନେଇକି ଆସିଥିଲୁ। ଏଇ ମଉସା ତାକୁ, ଏଇ ଖଞ୍ଜଳି ମଉସା ତାକୁ ନେଇକି ଆସିଥିଲା। ହେଲେ ସେ ଫୁଲ ଏମିତି ସୁନ୍ଦରୀ ଥିଲା ଯେ ତୋରି ସ୍ୱାମୀ ତାକୁ ଭଲ ପାଇଲା। ଏମିତି ଭାବରେ ଭଲ ପାଇଲା ଯେ ଭଲ ପାଉ ଦିନେ ସେ ପ୍ରେଗନେଣ୍ଟ ହେଇଗଲା। ସଦା ସେ ପ୍ରେଗନେଣ୍ଟ ହେଇସାରିଲା ପରେ ବଡ଼ ବାବୁକୁ ଆମେ ସବୁ କଥା କହିଲୁ। ବଡ଼ ବାବୁ ସବୁ କଥା କହିସାରିଲା ପରେ ବଡ଼ ବାବୁ ଅରୁଣଟାକୁ ଗାୟବ କରି ସେଇ ଆଦିବାସୀ ଝିଅକୁ ବି ଆମେ ଜୋର କରି କମ୍ପାନୀରୁ ବାହାର କରିଦେଲୁ। ତାପରେ ସେଇ ଫୁଲ ବାଟେ ଫୁଲ ଆଉ ଅରୁଣ ବାଟେ ଅରୁଣ। ଅରୁଣ ବହୁତ ଖୋଜିଲା ହେଲେ ଫୁଲକୁ ପାଇପାରିଲାନି। ଫୁଲ ମାତ୍ର ପ୍ରତି ମୁହୂର୍ତ୍ତରେ ଅରୁଣ ନେଇ ଯୋଉ ସ୍ୱପ୍ନ ଦେଖିଥିଲା ସେଇ ସ୍ୱପ୍ନକୁ ପାଇବା ପାଇଁ ଫୁଲ ଖାଲି ଖୋଜିବାର ଲାଗିଲା। ଏଇ ସହରରୁ ସେଇ ସହର ଖୋଜୁ ଖୋଜୁ ମେଡିକାଲରେ ଛୁଆଟା ଜନ୍ମ ଦେଲା। ସତରେ? ସେଇଟା ପୁଣି ପୁଅ ଛୁଆ। ମରିଗଲା ମଣିଷ। ତାପରେ ଅରୁଣ ଖୋଜୁ ଖୋଜୁ ଯେତେବେଳେ ଛୁଆ ଜନ୍ମ ଦେଇ ସାରିଲା ପରେ ଉଦୟ ସହିତ ତାର ଦେଖା ହେଲା। ସେଇ ଫୁଲର ଉଦୟର ଦେଖା ହେଇସାରିଲା ପରେ ଫୁଲ ସବୁ କଥା ଉଦୟକୁ କହିଲା। ଉଦୟ ଜାଣି ସାରିଲା ପରେ ସେଇ ଛୁଆକୁ ଆଣି ଆଉ ତାକୁ ଆଣି ତମ ଘରେ ରଖିଛି। ହେ ଭଗବାନ, ମୁଁ ଗଲି, ମୁଁ ଏଥର ଆହୁରି ନାହିଁ, ମୁଁ ମରିଯିବି ଲୋ ମା। ବିଷ ଖାଇବନି? ନାଇଁ, এই তো জিজু আছে বলে তোমারে ও দিল আলিসা। সତରେ? ଅଛି ଏବେ ବି ଉପାୟ ଅଛି। ତୁ ଯଦି ଚାହିଁବୁ ତାହେଲେ ତୁ ଅଳ୍ପ ମାଲିକାରୀ ହବୁ। ସେ ଫୁଲର ଛୁଆଟାକୁ ଯଦି ତୁ ମାରି ଦେଇ ପାରିବୁ ମାରିଦେବି, ତାରି ଛୁଆକୁ ମାରିଦେବି। ଆମକୁ ମାରିଲେ କଣ କରିବୁ?
ଉଦୟ ଯଦି ଜାଣେ ସେ ଛୁଆଟାକୁ ତୁ ମାରି ଦେଇଛୁ ବୋଲି ଯଦି ଉଦୟ ଜାଣିବ ତୋ ପିଠିରୁ ଚାମଡ଼ା ଉତରେଇ ଦବ ବୁଝିଲୁ ସେଇଥିପାଇଁ ଉଦୟଟାକୁ ପ୍ରଥମେ ରାସ୍ତାରୁ ହଟାଇବାକୁ ହବ ଉଦୟ ମୋର ପ୍ରଥମ ଟାର୍ଗେଟ ଭେରି ଗୁଡ୍ ଯେତେବେଳେ ଉଦୟଟା ରାସ୍ତାରୁ ହଟି ସାରିଲା ପରେ ସେ ଛୁଆଟା ମରି ସାରିଲା ପରେ ରାସ୍ତା ପୁରା ପରିଷ୍କାର ଯେମିତି ଚାଲିଲେ ମଧ୍ୟ ତୋ ରାସ୍ତାରେ ଆଉ ତୋ ପାଦରେ କଣ୍ଟା ଲାଗିବ ସେଇ ଛୁଆ ମରି ସାରିଲା ପରେ ସେଇ ଛୁଆଟା ମରି ସାରିଲା ପରେ ଏଇ ସହର ସବୁ କହିବେ କ୍ୟା କର ଦିୟା ରେ ଲାଲା